Friend, welcome to our YouTube channel Easy Learning। ଆମେ ପଢୁଥିଲେ ଷଷ୍ଠ ଶ୍ରେଣୀର ଗଣିତ 2.3 ପର୍ଯ୍ୟନ୍ତ ସରି ଯାଇଥିଲା। ଆଜି ପଢିବା ଅଭ୍ୟାସ କାର୍ଯ୍ୟ 2.4। ଦେଖ 1 ନମ୍ବର କ'ଣ ଦେଇଛି ଲେଖିବା। ଏଠିକି ଆସ। 1 ନମ୍ବର ଦେଇଛି 65610 ସଂଖ୍ୟାଟି 27 ଦ୍ୱାରା ବିଭାଜ୍ୟ। 65610 ର ନିକଟତମ ଏପରି ଦୁଇଟି ସଂଖ୍ୟା ବ୍ୟବହାର କର ଯାହାର 27 ଦ୍ୱାରା ବିଭାଜ୍ୟ ଅଟେ। ଦେଖ ଗୋଟେ ମୁଁ ଉଦାହରଣ ଦେଇ ବୁଝାଉଛି, ତମେ ଭଲ ଭାବରେ ବୁଝିପାରିବ। ଯେମିତିକି ଆମେ ଲେଖିବା 5 ଗୁଣନ 3 15। 15 ହେଲା କୋଉଥିରେ 5 ଦ୍ୱାରା ବିଭାଜ୍ୟ ହେଇଥିବ। ସେମିତି 5 ଦ୍ୱାରା ବିଭାଜ୍ୟ ହେଇଥିବା 15 ନିକଟତମ ଦୁଇଟି ସଂଖ୍ୟା ହେବ କ'ଣ? 5 ଚାଉ 20 ଓ 5 ଦୁଣେ 10। ଏଥିରୁ ଆମେ ଜାଣିଗଲେ ଯେ ଯେଉଁଟି ସଂଖ୍ୟା ଆମର ବିଭାଜ୍ୟ ହେଇଥାଏ ତାହାର କ'ଣ ଯୋଗ 5 କଲେ ଓ ବିୟୋଗ 5 କଲେ ତାହାର ନିକଟତମ ବିଭାଜିତ ସଂଖ୍ୟା ଆମେ ପାଇପାରୁଛେ। ସେମିତି ଏହି ସଂଖ୍ୟାକୁ ମଧ୍ୟ ଆମେ ସେମିତି ଲେଖିବା। ଯେମିତି 65610 ହେଉଛି 27 ଦ୍ୱାରା ବିଭାଜିତ ସଂଖ୍ୟା। ସେଥିପାଇଁ ଏଥିରେ ଆଉ ନିକଟତମ ସଂଖ୍ୟା ପାଇବା ପାଇଁ ଆମେ କ'ଣ କରିବା? ଏହା ଦ୍ୱାରା 27କୁ ଯୋଗ କରିବା ଓ ଯାହା ମିଳିବ ସେଇଟା ଆମର କ'ଣ ହେବ? 65610 ରେ ଯଦି ଆମେ 27 ଯୋଗ କରିବା ତାହେଲେ 27 ଦ୍ୱାରା ବିଭାଜିତ ସଂଖ୍ୟା ହେବ ଓ 65610 ରେ ଯଦି ଆମେ 27 ବିୟୋଗ କରିବା ତାହେଲେ ମଧ୍ୟ ଆମର ନିକଟତମ 27 ଦ୍ୱାରା ବିଭାଜିତ ସଂଖ୍ୟା ପାଇପାରିବା। ଠିକ୍ ଅଛି, ଏ ଥିଲା 1 ନମ୍ବର। ତାପରେ 2 ନମ୍ବର କ'ଣ ଅଛି ଦେଖିବା। 2 ନମ୍ବର ଦେଇଛି ଦୁଇଟି କ୍ରମିକ ସଂଖ୍ୟାର ଗସାଗୁ ନିର୍ଣ୍ଣୟ କର। ଦୁଇଟି କ୍ରମିକ ସଂଖ୍ୟା ହେଲା ମନେକର 5 6। ଗୋଟିଏ ଯୁଗ୍ମ ଓ ଗୋଟିଏ ଅଯୁଗ୍ମ ସଂଖ୍ୟା ପାଇବା। ଗୋଟିଏ ଯୁଗ୍ମ ଓ ଗୋଟିଏ ଅଯୁଗ୍ମ ସଂଖ୍ୟାର ଗସାଗୁ ସର୍ବଦା କ'ଣ ହେବ? ସର୍ବଦା 1 ହେବ। ଏହା ମନେ ରଖିବ। ଠିକ୍ ଅଛି। ତାପରେ ଦେଖିବା 3 ନମ୍ବର କ'ଣ ଦେଉଛି। କେଉଁ ବୃହତ୍ତମ ସଂଖ୍ୟା ଦ୍ୱାରା 245 ଓ 1029କୁ ଭାଗ କଲେ ପ୍ରତ୍ୟେକ ସ୍ଥଳରେ ଭାଗଶେଷ 5 ରହିବ। ତାର ମାନେ ହେଲା 5 ବଲକା ରହିବ। ସେଥିପାଇଁ ଆମେ କ'ଣ କରିବା? ଏହାକୁ 245 ରେ 5 ବଲକା ରହିବ, ସେଥିପାଇଁ ଆମେ 5କୁ ବିୟୋଗ କରିବା। ତାପରେ ବିୟୋଗ କଲେ ପାଇବା ଆମେ କୋଉଟା ପାଇବା? 240 ପାଇବା। 1029କୁ ମଧ୍ୟ 5 ବିୟୋଗ କରିବା। କ'ଣ ପାଇବା? 1024 ପାଇବା। ତାପରେ କ'ଣ କରିବା? 5 ବିୟୋଗ କରି ପାଇବା। ତାପରେ ଯାହା ପାଇଥିବା ସେହି ଦୁଇଟି ସଂଖ୍ୟାର ଆମେ ଗସାଗୁ କରିବା। ଯେମିତିକି 240 ଓ 1024କୁ ଗସାଗୁ କରିବା। ଗସାଗୁ ଯାହା ପାଇବା ତାହା ହେବା ଆମର ଉତ୍ତର। ଦେଖ ତମେ ଯଦି ପଣିକିଆ ଜାଣିଥିବ ତାହେଲେ ଯାହା ବି ନେଇକି କରିପାରିବ। ମୁଁ ଏଠି 4 ନେଇକି କରୁଛି ତମର ବୁଝିବା ପାଇଁ। 424 ଶୂନ 4 ଦୁଣେ 8 2 ରହିଲା 22 4 5 20 2 ରହିଲା 4 424। ତାପରେ ଫେର ଥରେ 4 କରିବି 4 1 4 4 5 20। ତାପରେ ସେମିତି 424 1 ବଳିଲା 1 ଆଉ 4 4 16। ଏବେ ଆଉ ଯିବ ନାହିଁ, ତାହେଲେ ଆମର ଉତ୍ତର କ'ଣ ହେବ? 4 ଗୁଣନ 4 16 ହେବ ଆମର ଉତ୍ତର। 16 ହେଉଛି ସେ ସଂଖ୍ୟା ଦ୍ୱାରା ଆମେ କ'ଣ କରିବା? ବିଭାଜ୍ୟ କରିବା 245 ଓ 1029କୁ। ତାହେଲେ ପ୍ରତ୍ୟେକ ସ୍ଥଳରେ 5 ଭାଗଶେଷ ରହିବ। ଏବେ ଦେଖିବା। ଦେଖ 4 ନମ୍ବର। 4 ନମ୍ବର କ'ଣ କହୁଛି? ଦୁଇଟି ଟ୍ୟାଙ୍କରେ ଯଥାକ୍ରମେ 850 ଲିଟର ଓ 680 ଲିଟର ପେଟ୍ରୋଲ ଆସେ। ତୁମେ ଏଭଳି ପେଟ୍ରୋଲ ରଖିବା
ପାତ୍ର ଆଣିବ ଯେଉଁଥିରେ ପ୍ରତ୍ୟେକ ଟ୍ୟାଙ୍କରେ ପେଟ୍ରୋଲ ପୂର୍ଣ୍ଣ ଥରରେ ମାପ କରିହେବ। ତାହେଲେ ଯଦି ବଡ଼ ସଂଖ୍ୟା ଦେଇଥିବ ତାହେଲେ ଆମେ ପୂର୍ଣ୍ଣ ଦେଇଥିବ ତାହେଲେ ଆମେ କ'ଣ କରିବା ଏ ଦୁଇଟିକୁ କ'ଣ କରିବା ଗସାଗୁ କରିବା। ଦେଖ 850 ଓ 680କୁ ଆମେ କ'ଣ କରିବା ଯଦି ଗସାଗୁ କରିବା ତାହେଲେ ଏହାର ଉତ୍ତର ପାଇପାରିବା। ଯଦି ଯେଉଁମାନେ ଜାଣିଥିବ କ'ଣ 17 ଖଣ୍ଡା ପଣିକି ଜାଣିଥିବ ସେମାନଙ୍କ ପାଇଁ ଏଇଟା ଟିକେ ସହଜ ହୋଇଯିବ, ନହେଲେ ଟିକେ ସେମାନଙ୍କୁ ଟିକେ ପରିଶ୍ରମ କରିବାକୁ ପଡ଼ିବ। ଦେଖ ମୁଁ 17 ସିଧା କରିଦେଉଛି 17 ପଞ୍ଚା 85 ଶୂନକେ ଶୂନ 17 ଚାଉ 68 ଶୂନକେ ଶୂନ। ତାପରେ 10ରେ କରିଦେବି 10 ପଞ୍ଚା 50 10 ଚାଉ 40 ଆଉ ଯିବ ନାହିଁ। ତାପରେ କ'ଣ ରହିଲା 17 ଓ 10 ରହିଲା 17 ଗୁଣନ 10 ଇଜ୍ ଇକ୍ୱାଲ୍ ଟୁ 170। 170 ଲିଟରର ଯଦି ଆମେ କ'ଣ କରିବା ଯଦି ଗୋଟିଏ ପାତ୍ର ଆଣିବା ତାହେଲେ ଏ ଦୁଇଟି ସଂଖ୍ୟା ଯେମିତିକି 850 ଓ 600 ଲିଟର ପେଟ୍ରୋଲକୁ ଆମେ ପୂର୍ଣ୍ଣ ଭାଗରେ କ'ଣ ଏଇଟା 5 ଥରରେ ଓ ଏଇଟା 4 ଥରରେ ଆମେ ମାପ କରିପାରିବା। ଏମିତି ଆମେ କରିବା 4 ନମ୍ବର। ଏବେ ଦେଖିବା 5 ନମ୍ବର। 5 ନମ୍ବର କ'ଣ କହୁଛି କେଉଁ ବୃହତ୍ତମ ସଂଖ୍ୟା ଦ୍ୱାରା 398 436 ଓ 542କୁ ଭାଗ କଲେ ଯଥାକ୍ରମେ 7 11 ଓ 15 ଭାଗଶେଷ ବଳିବ। କ'ଣ କରିବ ଯେଉଁଟା ବଳିବା ତାହାକୁ ଆମେ ପ୍ରଥମେ ବିୟୋଗ କରିଦେବା। ଯଥାକ୍ରମେ ମାନେ କ'ଣ 398 ସହିତ 7 ବିୟୋଗ ହେବ, 436 ସହିତ 11 ବିୟୋଗ ହେବ ଓ 542 ସହିତ 15ର ବିୟୋଗ ହେବ। ଯାହା ଭାଗଶେଷ ବଳିବ ତାହାକୁ ବିୟୋଗ କରିବା ଓ ଯେଉଁ ସଂଖ୍ୟା ବାହାରିବ ତାହାକୁ ଆମେ ଯଦି ଗସାଗୁ କରିଦେବା ତାହେଲେ ଏହି ପ୍ରଶ୍ନର ଆମେ ଉତ୍ତର ପାଇଯିବା। ଠିକ୍ ଅଛି, ଦେଖ ସୂଚନାରେ ବି ସେମିତି ଦେଇଛି କରିବା। 398 ବିୟୋଗ 7 କଲେ କ'ଣ ପାଇବା 391 ପାଇବା। ତାପରେ 436କୁ ଯଦି ଆମେ 11 ବିୟୋଗ କରିବା 425 ପାଇବା। ଆଉ ଯଦି 542ରେ ଯଦି ଆମେ ବିୟୋଗ କରିବା 15 ତାହେଲେ ପାଇବା 527 ପାଇବା। 391 425 ଓ 527ର ଗସାଗୁ ଆମେ କରିବା। ଦେଖ କେତେରେ ଯିବ ତମେ ଯଦି ଜାଣିଥିବ 17 ପଣିକିଆ ତାହେଲେ ତମକୁ କରିବାଟା ସହଜ ହେବ। ଦେଖ 17 ଯିବ 17 ଦୁଗୁଣେ 34 ରହିଲା 5 1 17 3 51 17 ଦୁଗୁଣେ 34 ରହିଲା 8 5 17 5 85। ତାପରେ 17 3 51 1 ରହିଲା 7 17 1 17। କ'ଣ ହେବ ତା ମାନେ ଉତ୍ତର ହେବ 17। ଗସାଗୁ 17 ହେବ। ଆମେ କ'ଣ ଲେଖିବା ଦେଖ ଏଠି ଲେଖୁଛି 17 ବୃହତ୍ତମ ସଂଖ୍ୟା ଦ୍ୱାରା 398 436 ଓ 542କୁ ଭାଗ କଲେ ଯଥାକ୍ରମେ 7 11 15 ଭାଗଶେଷ ରହିବ। ଏ ଥିଲା 5 ନମ୍ବର। ତାପରେ ଦେଖିବା 6 ନମ୍ବର କ'ଣ କହୁଛି। ଦେଖ 6 ନମ୍ବର କହୁଛି ଗୋଟିଏ କୋଠରୀର ଦୈର୍ଘ୍ୟ ପ୍ରସ୍ଥ ଓ ଉଚ୍ଚତା ଯଥାକ୍ରମେ ଏତିକି ଏତିକି ଓ ଏତିକି
ଦିଆଯାଇଛି। ତୁମେ ଏଭଳି ବୃହତ୍ତମ ବାଡ଼ି ଠିକ୍ କର ଯେଉଁଥିରେ କୋଠରୀର ଲମ୍ବ ଓ ପ୍ରସ୍ଥ କୋଶ୍ଚିନ୍ କଟିଯାଇଛି କି? ଦେଖିଦେବା ଏଇଠି କ'ଣ ଦେଇଛି। କୋଠରୀର ଲମ୍ବ ଓ ପ୍ରସ୍ଥ ଉଚ୍ଚତା ପୂର୍ଣ୍ଣ ଥରକରେ ମପା ଯାଇପାରିବ। ଠିକ୍ ଅଛି, କୋଶ୍ଚିନ୍ କଟିଯାଇଥିଲେ ବି ଆମେ ବୁଝି ସାରିଲେ ତାମାନେ କରିବା। ଦେଖ 5 ମିଟର 25 ସେଣ୍ଟିମିଟର ଦେଇଛି। ଏହାକୁ କ'ଣ ଲେଖିବି ମୁଁ? ଏହାକୁ ସିଧା ମୁଁ ଲେଖିବି 525 ସେଣ୍ଟିମିଟର ଲେଖିବି। ତାପରେ 6 ମିଟର 75 ଦେଇଛି, ଏଟାକୁ 675 ସେଣ୍ଟିମିଟର ଲେଖିବି। ଆଉ ଗୋଟେ ଦେଇଛି 4 ମିଟର 50 ସେଣ୍ଟିମିଟର 450 ସେଣ୍ଟିମିଟର ଲେଖିବି। ଏହାକୁ ଗସାଉ କରିବା। ଗସାଉରେ ଯାହା ଆସିବ ତାହା ହେବ ଆମର କ'ଣ ଉତ୍ତର। ଦେଖ 5ରେ ନେବି, 5 1 5 ଶୂନ 5 5 25 5 1 3 5 5 9 45 ଶୂନ। ତାପରେ ଫେର 5ରେ ଯିବ, 5ରେ ଗଲେ କ'ଣ ଆସ 21 27 5 18 5 90 18 ହେବ। ଫେର କେଉଁଥିରେ ଯିବ? 3ରେ ଯିବ, 3 7 21 3 9 27 3 7 18। ତ ଆମର ଗସାଗୁ କ'ଣ ହେବ? ଆଉ ଯିବ କି? ଆହୁରି ଯିବ ନାହିଁ। ତ କ'ଣ ହେବ ଗସାଗୁ? 5 ଗୁଣନ 5 ଗୁଣନ 3 5 5 25 3 75। ତ ଆମର ଗସାଗୁ ହେବ 75। ତ କ'ଣ ଲେଖିବା ଆମେ ଏଠି? ଲେଖିବା ସବୁଠାରୁ ବଡ଼ 75 ସେମି ବାଡ଼ିରେ ପୂର୍ଣ୍ଣ ଥରରେ ମପା ଯାଇପାରିବ। ଠିକ୍ ଅଛି, ଏ ଥିଲା 6 ନମ୍ବର। ଏବେ ଦେଖିବା 7 ନମ୍ବର। 7 ନମ୍ବର କହୁଛି ଉଦାହରଣ ନେଇ ପ୍ରତ୍ୟେକ ଉକ୍ତି ଠିକ୍ କି ନାହିଁ ପରୀକ୍ଷା କର। ପ୍ରତ୍ୟେକ ଉକ୍ତି ପାଇଁ 3ଟି ଉଦାହରଣ ନିଅ। ଦେଖ ଆମେ କରିବା। ଦେଖ କ ନମ୍ବର କ'ଣ କହୁଛି? କ ନମ୍ବର କହୁଛି 2ଟି ଭିନ୍ନ ମୌଳିକ ସଂଖ୍ୟାର ଗସାଗୁ 1 ଅଟେ। ଏଇଟା ଠିକ୍ କି ନାହିଁ ଭୁଲ କହିବା। ଏଇଟା ହେଉଛି ଠିକ୍। ଏବେ ଉଦାହରଣ କ'ଣ ତାହା ଦେଖିବା। ଯେମିତି ମୌଳିକ ସଂଖ୍ୟା 3 ଓ 5। 3 ଓ 5ର କ'ଣ ହେବ? ଗସାଗୁ 1 ହେବ। 5 ଓ 7 ଏହାର ମୌଳିକ ସଂଖ୍ୟାର ଗସାଗୁ ମଧ୍ୟ 1 ହେବ। ସେମିତି 11 ଓ 13 ମୌଳିକ ସଂଖ୍ୟାର ଗସାଗୁ ମଧ୍ୟ 1 ହେବ। ଠିକ୍ ଅଛି। ଏବେ ଖ ନମ୍ବର କ'ଣ ଅଛି ଦେଖିବା। ଖ ନମ୍ବର କହୁଛି 2ଟି ପରସ୍ପର ମୌଳିକ ସଂଖ୍ୟାର ଗସାଗୁ 1 ଅଟେ। ଦେଖିବା ପରସ୍ପର ମୌଳିକ ସଂଖ୍ୟା କୋଉଟା? 4 5 ତାପରେ 6 7 ତାପରେ 8 9। ଏହାର ଗସାଗୁ କେତେ? ମାନଙ୍କର ଗସାଗୁ 1 ହେବ। ତାମାନେ ଏଇଟା ଠିକ୍ ଅଛି। ତାପରେ ଗ ନମ୍ବର କହୁଛି ଗୋଟିଏ ଯୁଗ୍ମ ସଂଖ୍ୟା ଓ ଗୋଟିଏ ଅଯୁଗ୍ମ ସଂଖ୍ୟାର ଗସାଗୁ ଗୋଟିଏ ଯୁଗ୍ମ ସଂଖ୍ୟା ହେଇଥାଏ। ଯେମିତି ଗୋଟେ ଯୁଗ୍ମ ସଂଖ୍ୟା ହେଲା 4 ଆଉ ଗୋଟେ ଅଯୁଗ୍ମ ସଂଖ୍ୟା ହେଲା 5। ଏହାର ଗସାଗୁ କେତେ ହେଇଥାଏ? 1 ହେଇଥାଏ। ତାପରେ ଗୋଟେ ଯୁଗ୍ମ ସଂଖ୍ୟା 6 ଗୋଟେ ଅଯୁଗ୍ମ ସଂଖ୍ୟା 7। ଏହାର ଗସାଗୁ କ'ଣ ହେବ? 1 ହେବ। ଗୋଟେ ଯୁଗ୍ମ ସଂଖ୍ୟା 8 ଗୋଟେ ଅଯୁଗ୍ମ ସଂଖ୍ୟା 9। ଏହାର ଗସାଗୁ ମଧ୍ୟ 1 ହେବ। କିନ୍ତୁ ଏ କ'ଣ କହୁଛି? ଏ ଗୋଟିଏ ଯୁଗ୍ମ ସଂଖ୍ୟା ହିଁ ହେଇଥାଏ। ନାହିଁ, ଏହାର ଯୁଗ୍ମ ସଂଖ୍ୟା ଗୋଟେ ଯୁଗ୍ମ ସଂଖ୍ୟା ଗୋଟେ ଅଯୁଗ୍ମ ସଂଖ୍ୟାର ଗସାଗୁ 1 ହେବ। ଏଇଟା କ'ଣ ଅଯୁଗ୍ମ ଅଟେ, ଯୁଗ୍ମ ନୁହେଁ। ତାପରେ ଦେଖ ଘ ନମ୍ବର କ'ଣ କହୁଛି?
ଦୁଇଟି କ୍ରମିକ ଯୁଗ୍ମ ସଂଖ୍ୟାର ଗସାଗୁ 2 ହେଇଥାଏ। ଦୁଇଟି କ୍ରମିକ ସଂଖ୍ୟା ଦେଖ ଏଠି କରୁଛି ଘ ନମ୍ବର। ଦୁଇଟି କ୍ରମିକ ସଂଖ୍ୟା ଯୁଗ୍ମ ସଂଖ୍ୟା 4 6 6 8 8 10 यार गसागु कौन हबो? यार गसागु 2 हबो। ता माने कौन देइछि दुईटी क्रमिक संख्यार गसागु सर्वदा 2 हेतै एटा कौन अछि ठीक अछि। तापरे 1 नंबर कौन कहूछि दुईटी क्रमिक अयुग्म संख्यार गसागु 2 हेबो। दुईटी क्रमिक अयुग्म संख्या देखो एठी करूछि 5 7 9 11 11 आउ 13 यार गसागु केते हबो? गसागु हबो 1 हबो। ता माने दुईटी क्रमिक अयुग्म संख्यार गसागु सर्वदा 1 हेथे ना कि 2 हेथे। एठी सेति पय कोन हबो भूल हबो 1 नंबर ठीक अछि। एति कि थिला हमर कोन 2.4 हमर जदि वीडियो भल लागुथिबो तारे गोटे लाइक करिवो शेयर करिवो और चैनल को सब्सक्राइब करी रखिवो ठीक अछि। देखा हबा आ गोटे वीडियो रे अभ्यास कार्य 2.5 सहित।